ଆମେ ଗତ ଦିନ ଠାରୁ ସେଠି ଗଣନା ପୁସ୍ତକ 21 ପର୍ବ ବାକ୍ୟକୁ ନେଇକି ଶୁଣୁଛୁ। ତ ସତରେ ସେ ଗଣନା ପୁସ୍ତକ 21 ପର୍ବର ବାକ୍ୟକୁ ଏ ଦିନମାନଙ୍କରେ ମୁଁ କଣ୍ଟିନ୍ୟୁସଲି ଚିନ୍ତା କରୁଛି। ଆଉ ପରମେଶ୍ୱର ଯେତେବେଳେ ସେମାନଙ୍କୁ ବାହାର କରିକି ଆଣିଥିବେ, ଆଉ ପ୍ରଭୁଙ୍କର ହୃଦୟ ଇସ୍ରାଏଲ ଲୋକମାନଙ୍କ ଆଡ଼କୁ କୋଉ ପ୍ରକାର ଥିବ। ଆଉ ପରମେଶ୍ୱର ଯେତେବେଳେ ମୂଷାଙ୍କୁ ସ୍ଥାପନ କଲେ, ତ ମୋର ଲୋକମାନଙ୍କୁ ବାହାର କରିକି ଆଣେ ମିଶର ଦେଶରୁ, ତ ପରମେଶ୍ୱର ମଧ୍ୟ ମୂଷାଙ୍କୁ କଣ ଦେଖିଥିବେ ମୂଷାଙ୍କ ହୃଦୟ ଭିତରେ। ଆଉ ମୂଷା ମିଶର ଦେଶକୁ ଯାଇକି ଫାରୋ ରାଜାଙ୍କ ସହିତ ଫାଇଟିଂ କରିକି ଇସ୍ରାଏଲ ଲୋକମାନଙ୍କୁ ବାହାର କରିକି ଆଣିବାଟା, ମୂଷାଙ୍କ ଜୀବନରେ ମଧ୍ୟ ଏଟା କଣ ଲାଭ ଥିବ। ଆଉ ଇସ୍ରାଏଲ ଲୋକ ମିଶର ଦେଶରୁ ବାହାରିକି ଆସିଲେ ମୂଷାଙ୍କର ମୂଷାଙ୍କ ପାଇଁ କଣ ସେଇଟା ପ୍ରଫିଟେବୁଲ ହବ। କିନ୍ତୁ ଯେହେତୁ ପ୍ରତିଜ୍ଞା ଅଛି, ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କ ଦ୍ୱାରା ସେ ପ୍ରତିଜ୍ଞାକୁ ଫୁଲଫିଲ୍ କରିବା ପାଇଁ ଚାହୁଁଛନ୍ତି। ତ ତେଣୁ ପରମେଶ୍ୱର ସେ ଜାଗାରେ ମୂଷାଙ୍କୁ ବ୍ୟବହାର କରୁଛନ୍ତି କି ଯାହା ତୁ ମୋର ଲୋକମାନଙ୍କୁ ବାହାର କରିକି ଆଣେ। ସେଥିପାଇଁ ମୂଷା ଯେତେବେଳେ ସେ ଜାଗାରେ ଯାଇକି ପହଞ୍ଚିଲେ, ଆଉ ଫାରୋଙ୍କ ପ୍ରଭୁତ୍ୱରେ ଇସ୍ରାଏଲ ଲୋକମାନଙ୍କୁ ଦିଅ ବୋଲି ମାଗିଲେ, ମୂଷା ମୂଷାଙ୍କର କଥା ଫାରୋ ଯେତେବେଳେ ଶୁଣିଲେ, ଫାରୋ ରାଜା ସେ ମାନେ ମୂଷାଙ୍କୁ ତୁଚ୍ଛ କରୁଛନ୍ତି। ଆଉ ମୂଷାଙ୍କର କଥା ଶୁଣିବାରେ ରାଜି ନାହାନ୍ତି। ସେ ଗୋଟେ ବିଷୟକୁ ଦେଖୁଛନ୍ତି, କିଏ ମୋ ସାମ୍ନାକୁ ଆସିକି ମୋର ଦାସମାନଙ୍କ ପ୍ରଭୁତ୍ୱରେ ମାଗୁଛନ୍ତି। ଯେହେତୁ ବହୁତ ବର୍ଷ ଧରିକି ସେମାନେ ମିଶର ଦେଶରେ ଦାସ୍ୟ କର୍ମ କରୁଥିଲେ, 430 ବର୍ଷ, ମାନେ ଏଟା ବେଶୀ ବର୍ଷ। ଆଜିକା ଦିନରେ ଆଜିକା ଡେଟ୍ରେ ଜଣେ ଲୋକ 100 ବର୍ଷ ବଞ୍ଚିବାଟା ମଧ୍ୟ ସହଜ ବିଷୟ ନାହିଁ। କିନ୍ତୁ ସେ ସମୟରେ 70 ଜଣ ଯାଇଛନ୍ତି। 70 ଜଣରୁ ଲୋକ ସେ ଜାଗାରେ ପାଖାପାଖି 30 ଲକ୍ଷ ଲୋକ ପ୍ରଭୁତ୍ୱରେ ହେଇଗଲେଣି। ମାନେ 400 ବର୍ଷ, ମାନେ 430 ବର୍ଷ, ମାନେ ଚାରିଟା ପିଢ଼ି। ଉଁ, ଏବେର ଲୋକମାନଙ୍କର ବୟସ ଅନୁସାରେ ଯଦି ଆମେ ଚିନ୍ତା କରିବା, ଚାରିଟା ପିଢ଼ି, ମାନେ ଚାରିଟା ପିଢ଼ି ପରେ ପରମେଶ୍ୱର ସେମାନଙ୍କୁ ଆଣିବା ପାଇଁ ଚିନ୍ତା କରୁଛନ୍ତି। ମଶାଙ୍କୁ ପ୍ରଭୁତ୍ୱରେ ପଠେଇଛନ୍ତି କି ତୁ ଯା ମୋର ଲୋକକୁ ତୁ ବାହାର କରିକି ଆଣେ। ତ ମଶା ମଧ୍ୟ ଯେତେବେଳେ ପ୍ରଭୁଙ୍କର ବାକ୍ୟକୁ ଶୁଣିଥିବେ, ମଶା କେମିତି ଶୁଣିଥିବେ? ଏଁ? ମଶା ଯେତେବେଳେ ପ୍ରଥମେ ପ୍ରଭୁଙ୍କର ବାକ୍ୟ ଶୁଣିଲେ, ସେ କହିଲେ, ପ୍ରଭୁ ମୁଁ ତ ବଧିର କଥା ବି କହି ଜାଣିବି ନାହିଁ, ଆଉ ସେ ଜାଗାରେ ଯାଇକି କେମିତି ପ୍ରଭୁତ୍ୱରେ ଆଣିବି। ଫାରୋ ରାଜା କଣ ମୋର କଥା ଶୁଣିବେ କି ବୋଲି କହିଲେ। କିନ୍ତୁ ପରମେଶ୍ୱର କଣ କହିଲେ, ମୁଁ ତତେ ପରମେଶ୍ୱର କରିକି ସ୍ଥାପନ କରୁଛି, ମୁଁ ବାହାର କରିକି ଆଣିବି, ତୁ ଖାଲି ଯା, ମୁଁ ଯାହା କରୁଛି ସେଇଟା ଖାଲି କହ ବୋଲି କହିଲେ। ସତରେ ମୂଷା ଦେଖାଯାଉଛି, ମୂଷା ପ୍ରକୃତିରେ ଯାଇକି ଫାଇଟିଂ କଲା ପରି, ମୂଷା ସେମାନଙ୍କୁ ବାହାର କରିକି ଆଣିଲା ପରି। କିନ୍ତୁ ଅନ୍ୟ ସାଇଡ୍ ଯଦି ଆମେ ଦେଖିବାକୁ କହିଲେ, ମୂଷା ପ୍ରକୃତିରେ ଯାଇନାହାନ୍ତି। ମୂଷାଙ୍କ ହୃଦୟ ଭିତରେ ଈଶ୍ୱର ପ୍ରକୃତିରେ ଅଛନ୍ତି। ସେଥିପାଇଁ ଈଶ୍ୱର ପ୍ରକୃତିରେ ମୂଷାଙ୍କ ପ୍ରକୃତିରେ ଫାରୋଙ୍କ ନିକଟକୁ ନେଇକି ଯାଇଛନ୍ତି। ସେଥିପାଇଁ 11 ପର୍ବର ଯେତେବେଳେ ଶେଷ ଦଶା ହେଲା, ଆଁ, ମୂଷା କହିଲେ ଫାରୋଙ୍କୁ ଯେ ମିଶର ଉପରେ ଆଉ ଏକ ଉତ୍ପାତ ଆଣିବା, ତହିଁ ଉତ୍ତାରେ ସେ ସେମାନଙ୍କୁ ଏକ ସ୍ଥାନକୁ ଛାଡ଼ିଦେବେ, ପୁଣି ଛାଡ଼ିଦେବା ସମୟରେ ସେ ତୁମମାନଙ୍କୁ ନିତାନ୍ତ ତଳିଦେବେ। ତ ଏଇ ଜାଗାରେ ପ୍ରଭୁ ଦେଖିଲେ ମୂଷା କଣ କହୁଛନ୍ତି, ଫାରୋ ମିଶର ଉପରେ ଆଉ ଏକ ଉତ୍ପାତ ଆଣିବେ, ତହିଁ ଉତ୍ତାରେ ସେ ସେମାନଙ୍କୁ ସେ ଛାଡ଼ିଦେବେ, ପୁଣି ଛାଡ଼ିଦେବା ସମୟରେ ସେ ତୁମମାନଙ୍କୁ ନିତାନ୍ତ ତଳିଦେବେ ଲେଖାଯାଇଛି। ମାନେ ଗୋଟେ ସମୟ ଅଛି, ଶେଷ ଦଶା ଯେତେବେଳେ ଆସିଲା, ଫାରୋ ନାଇକି ହାଲିଆ ହେଇଗଲେ, ବେଶୀ ଡରିଗଲେ। ହୁଁ। କିନ୍ତୁ ତା ପୂର୍ବରୁ ଦେଖିଲେ ଦଶ ପର୍ବର, ଆଁ, 10 ପର୍ବର 27 ପଦରେ, ଯାତ୍ରା ପୁସ୍ତକ 10ର 27ରେ ଲେଖା ହେଇଛି, ମାତ୍ର ସୁଧା ଫାରୋଙ୍କର ହୃଦୟ କଠିନ କଲେ, ପୁଣି ସେ ସେମାନଙ୍କୁ ଛାଡ଼ିଦେବାକୁ ସମ୍ମତ ହେଲେ ନାହିଁ। ଏ ଜାଗାରେ ଦେଖିଲେ ଫାରୋ ରାଜା ନିଜର ହୃଦୟକୁ କଠିନ କରିଛନ୍ତି, ଶୁଣୁନାହାନ୍ତି। ଶୁଣୁନାହାନ୍ତି ମାନେ କଣ, ମଶା ଯାହା କହୁଛନ୍ତି ସେଟା ତାକୁ ନର୍ମାଲ ଲାଗୁଛି। ଏଇ ଗୋଟେ କୋଉ ଲୋକ ଗୋଟେ ଆସିକି ଆମକୁ କହୁଛି, ୟାର କିଏ ଶୁଣିବ। ଫାରୋ ରାଜାଙ୍କର ହୃଦୟରେ ଏ ପ୍ରକାର ବିଷୟ ଅଛି, ସେଥିପାଇଁ ସେ କଠିନ କରୁଛନ୍ତି। 28 ପଦ ଲେଖା ହେଇଛି, ଏଣୁ ଫାରୋ ତାଙ୍କୁ କହିଲେ, ଆମ ନିକଟରୁ ଦୂର ହୁଅ, ଆପଣା ବିଷୟରେ ସାବଧାନ ହୁଅ, ଆମ୍ଭର ମୁଖ ଆଉ ଦେଖିବ କେବେ ଦେଖିବ ନାହିଁ। ଯେଉଁଦିନ ଆମ୍ଭର ମୁଖ ଦେଖିବ ସେଇଦିନ ମରିବ। ଫାରୋ ରାଜା ଡରଉଛନ୍ତି ବର୍ତ୍ତମାନ ମୂଷାଙ୍କୁ। ମୋ ପାଖରେ ତୁ ଆସିବୁ ନାହିଁ, କି ମୋ ସାମ୍ନାରେ ଛିଡା ହବୁନି, ମୋର ମୁହଁ ଦେଖିବୁ ନାହିଁ।
ଯଦି ଦେଖିବୁ ତୁ ମରିବୁ ବୋଲି କହିଲେ। ହୁଁ। କିନ୍ତୁ ମଶା କଣ କହିଲେ? ହୁଁ। କହିଲେ ମଶା କହିଲେ ଆପଣ ଭଲ ଭଲ କହିଲେ ମୁଁ ଆଉ କେତେ ଆପଣଙ୍କ ମୁଖ ଦେଖିବି ନାହିଁ, କେବେ ମୁଖ ଦେଖିବି ନାହିଁ। ମଶା ବଢିଆ କଥା କହିଲେ। ହଁ, ଠିକ ଆପଣ କହିଲେ, ମୁଁ ତମର କେବେ ମୁହଁ ଦେଖିବି ନାହିଁ ବୋଲି କହିଲି। ଏ ପ୍ରକାର ଭାବରେ ପ୍ରଭୁ 11 ପର୍ବରେ ଉଁ, ଯଦି ଦେଖିବାକୁ କହିଲେ ଦୁଇ ପଦ ଲେଖାଇଛି, ଏହେତୁ ଏବେ ଲୋକମାନେ କର୍ଣ୍ଣ ଗଛରେ କୁହ, ପ୍ରତ୍ୟେକ ପୁରୁଷ ଆପଣା ଆପଣା ପ୍ରତିବାସୀ ଠାରୁ ଓ ପ୍ରତ୍ୟେକ ସ୍ତ୍ରୀ ଆପଣା ଆପଣା ଦାସ ପ୍ରତିବାସିନୀ ଠାରୁ ରୌପ୍ୟ ଅଳଙ୍କାର ଓ ସ୍ୱର୍ଣ୍ଣ ଅଳଙ୍କାର ମାଗି ଆଣନ୍ତୁ। ଆଉ ସଦାକୁ ମିଶ୍ର ମାନଙ୍କ ଦୃଷ୍ଟିରେ ଲୋକମାନଙ୍କୁ ଅନୁଗ୍ରହ ପ୍ରାପ୍ତ କଲେ, ପୁଣି ମିଶ୍ର ଦେଶରେ ଫାରୋଙ୍କର ଦାସମାନଙ୍କ ଓ ଲୋକମାନଙ୍କ ଦୃଷ୍ଟିରେ ମୂଷା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ। ଏଇ ଜାଗାରେ ଦେଖିଲେ ମିଶର ଦେଶ ଯେତେବେଳେ ଇସ୍ରାଏଲ ଲୋକ ଛାଡ଼ିଲେ, କଣ ମାଗିଲେ ଲେଖା ହେଇଛି? ଏଁ? ନିଜ ନିଜର ପ୍ରତିବାସୀ। ଏଁ? ତାମାନେ ମିଶ୍ରୀୟ ମାନେ ତାଙ୍କର ହଉଛନ୍ତି ପଡୋଶୀ। ତ ଏମାନେ ତାଙ୍କ ପାଖରେ ଅଛନ୍ତି। ପ୍ରଭୁ କହିଲେ ନିଜ ନିଜ ପ୍ରତିବାସୀକୁ ଅଳଙ୍କାର ରୌପ୍ୟ ଅଳଙ୍କାର ମାଗ ବୋଲି କହିଲେ। ସୁନା ରୂପା ସବୁକୁ ମାଗ ନିଜର ପ୍ରତିବାସୀକୁ କହିଲେ। ସେଥିପାଇଁ ଲୋକମାନଙ୍କୁ ଅନୁଗ୍ରହ କଲେ ଲେଖା ହେଇଛି। ପରମେଶ୍ୱର ଲୋକମାନଙ୍କୁ ମିଶ୍ର ମାନଙ୍କ ଦୃଷ୍ଟିରେ ଅନୁଗ୍ରହ କଲେ। ଫାରୋ ଦାସମାନଙ୍କୁ ଲୋକମାନଙ୍କ ଦୃଷ୍ଟିରେ ମୂଷା ଅତି ସମ୍ଭ୍ରାନ୍ତ ପୁରୁଷ ହେଲେ। ସମ୍ଭ୍ରାନ୍ତ ପୁରୁଷ ମାନେ ଏ ବହୁତ ବଡ଼ ଲୋକ ଦେଖାଗଲେ। ଗୋଟେ ସମୟ ଥିଲା ମୂଷାଙ୍କୁ ଫାରୋ ରାଜା ବହୁତ ତୁଚ୍ଛ କରୁଥିଲେ। କିନ୍ତୁ ଗୋଟେ ସମୟ ଆସିଲା ଫାରୋ ରାଜା ମୂଷାଙ୍କୁ ନେଇକି ଗୋଟେ ସମ୍ଭ୍ରାନ୍ତ ଲୋକ ଭାବରେ ଦେଖିଲେ। ଏମିତି ହେଇକି ପରମେଶ୍ୱର ନିସ୍ତାର ପର୍ବକୁ ଦଉଛନ୍ତି। ନିସ୍ତାର ପର୍ବରେ ପରମେଶ୍ୱର ଗୋଟେ ନିୟମ ପ୍ରଭୁ ଦେଲେ। ଆ, କଣ ବୋଲି ନିୟମ ଦେଲେ? 12 ପର୍ବ ଯଦି ଆମେ ଦେଖିବା, ଅନନ୍ତର ମିଶ୍ର ଦେଶରେ ସଦାପ୍ରଭୁ ମୂଷା ଓ ହାରାଣଙ୍କୁ କହିଲେ, ଏହି ମାସ ତୁମମାନଙ୍କ ପ୍ରଧାନ ମାସ, ବର୍ଷର ପ୍ରଥମ ମାସ ହେବ। ତୁମାନେ ଇସ୍ରାଏଲର ସମଗ୍ର ମଣ୍ଡଳୀକି ଏହି କଥା କୁହ, ଏହି ମାସର 10ମ ଦିନରେ ତୁମମାନଙ୍କର ପ୍ରତ୍ୟେକ ପୁରୁଷ ପିତୃ ପିତୃଗୃହ ଅନୁସାରେ ପ୍ରତ୍ୟେକ ପରିବାର ନିମନ୍ତେ ଏକ ଏକ ମେଷ ଶାବକ ନେବ। ଆଉ ଗୋଟିଏ ମେଷ ଶାବକ ନେବା ନିମନ୍ତେ ଯେବେ କୌଣସି ପରିଜନ ଅଳ୍ପ ହେବ, ତେବେ ସେ ଓ ତାହାର ଗୃହ ନିକଟବର୍ତ୍ତୀ ପ୍ରତିବାସୀ ପ୍ରାଣୀଗଣର ସଂଖ୍ୟା ଅନୁସାରେ ଏକ ମେଷ ବସ୍ତା ନେବ। ତୁମମାନେ ପ୍ରତ୍ୟେକ ଜଣର ଭୋଜନ ଶକ୍ତି ଅନୁସାରେ ମେଷ ବସ୍ତା ଅଟଳ କରିବ। ତୁମମାନେ ମେଷପୋଲ ବା ଛାଗପୋଲ ମଧୁର ଶାବକ ନେବ, ତାହା ନିର୍ଦ୍ଦୋଷ ଏକ ବର୍ଷ ଓ ଫୁଂ ଶାଗ ହେବ। ଏହି ମାସର ଚତୁର୍ଦ୍ଦଶ ଦିନ ଯାଏ ତାହା ବନ୍ଦ କରି ରଖିବ। ଅନନ୍ତର ଇସ୍ରାଏଲ ମଣ୍ଡଳୀର ସମଗ୍ର ସମାଜ ସନ୍ଧ୍ୟା କାଳରେ ସେହି ଶାବକକୁ ବଧ କରିବ। ପୁଣି ଲୋକମାନେ ତାହାର କିଛି ରକ୍ତ ନେଇ ଯେଉଁ ଯେଉଁ ଗୃହ ମଧ୍ୟରେ ମେଷ ଭୋଜନ କରିବେ, ସେହି ଗୃହରେ ଏ ଗୃହ ଦ୍ୱାର ଦୁଇ ବାଜବନ୍ଧ ଓ କପାଳି ଉପରେ ତାହା ଲଗାଇବେ। ଆଉ ସେହି ରାତ୍ରି ତାହାର ମାଂସ ଭୋଜନ କରିବେ। ଅଗ୍ନିରେ ଧୌତ କରି ତାଳି ଶୂନ୍ୟ ରୋଟି ଓ ପିତା ଶାଗ ସହିତ ତାହା ଭୋଜନ କରିବ। ତ ଏଇଟା ହଉଛି ପ୍ରଭୁ ନିୟମ ଦେଲେ। ନିସ୍ତାର ପର୍ବ ତମେ ପାଳନ କର କହିଲେ। ପରିବାରରେ ଯେତେ ସଂଖ୍ୟା ଆସ ସେତିକି ସଂଖ୍ୟା ଅନୁସାରେ, ଯଦି ଅଳ୍ପ ଅଛ ହେଲେ ତୁମେ ଗୋଟେ ନିଅ, ଟିକେ ଅଧିକ ଅଛ ହେଲେ ଦୁଇଟା ନିଅ। ଆଉ ଏ ପ୍ରକାର ଫୁଂ ଶାଗ ନେବ ଲେଖା ହେଇଛି। ଏକ ବର୍ଷ ଫୁଂ ଶାଗ ମାନେ ଗୋଟେ ବର୍ଷର ଫୁଂ ଶାଗ ପ୍ରଭୁତ୍ୱରେ ନିଆ ହବ। ଗୋଟେ ବର୍ଷର ଅଧିକ ହେଲେ ତା ସେଟା ଏଗ୍ରାହ୍ୟ ନାହିଁ, ସେଟା ଅଗ୍ରାହ୍ୟ ହବ। ଫୁଂ ଶାଗ ମାନେ ପୁରୁଷ ମେଷ ବସା ହେଇଥିବାର ଅଛି। ସେଥିପାଇଁ ଏହି ମାସର ଚତୁର୍ଦ୍ଦଶ ଦିନ ଯାଏ ତାକୁ ବନ୍ଦ କରି ରଖିବ। ଅନନ୍ତର ଇସ୍ରାଏଲ ମଣ୍ଡଳ ସମଗ୍ର ସମାଜ ସନ୍ଧ୍ୟା କାଳରେ ସେ ସେବକକୁ ବଧ କରିବ। ସନ୍ଧ୍ୟାରେ ବଧ କରିବ। ଆଉ ସେ ରକ୍ତ ପ୍ରକୃତରେ ନେବ ନିଜର ଗୃହ ମଧ୍ୟରେ ମେଷ ଭୋଜନ କରିବା ସ୍ଥାନରେ ଗୃହ ଦ୍ୱାର ଦୁଇ ବନ୍ଧ ବାଜବନ୍ଧରେ କପାଳକରେ ତାହା ଲଗେଇବ। ସେ ରାତିରେ ତମେ ତା ଭୋଜନ କରିବ। ସେଟା ସିଝେଇବ ନାହିଁ, ଅଗ୍ନିରେ ପୋଡେଇବ। ତାଳି ଶୂନ୍ୟ ରୋଟି ସହିତ ପିତା ଶାଗ ସହିତ ଭୋଜନ କରିବ କହିଲେ। ତ ତାଳି ଶୂନ୍ୟ ରୁଟି ମାନେ କଣ? ସେଠି କୌଣସି ଭିନେଗାର ମିଶିବ ନାହିଁ, ଖାର ମିଶିବ ନାହିଁ, କୌଣସି ସୋଡ଼ା ମିଶିବ ନାହିଁ ରୁଟିକୁ ଫୁଲେଇବା ପାଇଁ। ପ୍ରଭୁ କହିଲେ ତାଳି ଶୂନ୍ୟ ରୁଟି ମାନେ ଟାଣଟା ଥିବ ସେଟା, ଖାଲି ମଇଦାରେ ତିଆରି ହେଇଥିବ ଆଉ ଟାଣ ଥିବ ସେଟା। ସେଥିପାଇଁ ପ୍ରଭୁ ଏ ଜାଗାରେ ତଳେ କହିଲେ ମାତ୍ର ତା ଅଗ୍ନିରେ ତାହାର ମୁଣ୍ଡ ଓ ଜଙ୍ଘ ଶରୀର ସମସ୍ତେ ଦଗ୍ଧ କରି ଭୋଜନ କର। ଅଗ୍ନିରେ ପୋଡେଇବ କହିଲେ। ତ କାହିଁକି ଅଗ୍ନିରେ ପୋଡିବା ପାଇଁ କହୁଛନ୍ତି? ଯେହେତୁ ଅଗ୍ନିରେ ପୋଡେଇବା ଦ୍ୱାରା ରକ୍ତ ପ୍ରକୃତରେ ପୋଡିଯିବ। କାହିଁକି ବାଇବଲରେ ରକ୍ତକୁ ପରମେଶ୍ୱର ଖାଇବା ପାଇଁ ମନା କରିଛନ୍ତି? 11 ପଦ, କାରଣ ରକ୍ତରେ ପ୍ରାଣୀର ପ୍ରାଣ ଥାଏ, ପୁଣି ତୁମମାନଙ୍କ ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ଆମ୍ଭେ ତାହା ବେଦୀ ଉପରେ ତୁମମାନଙ୍କୁ ଦେଇଅଛୁ, ଯେହେତୁ ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ କରେ। ତ ଏଇ ଜାଗାରେ ଲେଖା ହେଇଛି ପ୍ରାଣର ଗୁଣରେ ରକ୍ତ ହିଁ ପ୍ରାୟଶ୍ଚିତ କର ଲେଖା ହେଇଛି। ରକ୍ତରେ ପ୍ରାଣୀର ପ୍ରାଣ ଥାଏ ଲେଖା ହେଇଛି। ସେଥିପାଇଁ ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଯାତ୍ରା ପୁସ୍ତକ 12 ପର୍ବରେ
କାହିଁକି ତାଳି ଶୂନ୍ୟ ରୁଟି ପିତା ଶାକ ସହିତ ଦଗ୍ଧ ହେଇଥିବା ମାଂସ ଖାଇବା ପାଇଁ କହିଲେ? ଯେହେତୁ ଦଗ୍ଧ ହେଇଥିବା ମାଂସ ହଉଛି ସେଠି ରକ୍ତ ନଥିବ, ରକ୍ତ ଶୁଖିଯିବ, ରକ୍ତ ସବୁ ନିଆଁରେ ପୋଡିଯିବ, ଖାଲି ମାଂସ ପ୍ରକୃତିରେ ଥିବ। ସେଥିପାଇଁ ପରମେଶ୍ୱର ଏ ପ୍ରକାର ମାଂସ ଖାଅ ବୋଲି କହିଲେ। ସେଥିପାଇଁ ତାର ଅର୍ଥ ସେମାନଙ୍କ ପାଇଁ ରକ୍ତ କଣ କରିଛି? ପ୍ରାୟଶ୍ଚିତ କରିଛି। ଗୋଟେ ପ୍ରାଣୀର ପ୍ରାଣରେ ରକ୍ତ ଅଛି ଲେଖା ହେଇଛି। ସେଥିପାଇଁ ବର୍ତ୍ତମାନ ଇସ୍ରାଏଲ ଲୋକମାନେ ତାଳି ଶୂନ୍ୟ ରୁଟି ପର୍ବ ପାଳନ କଲା ବେଳକୁ କଣ ଅଛି? ପ୍ରତ୍ୟେକ ଦ୍ୱାର ଦୁଇ ବାଜ ବନ୍ଧରେ ରକ୍ତ କପାଳିକାରେ ଲଗା ହେଇଛି ଲେଖା ହେଇଛି। ସେଥିପାଇଁ ଯୋଉ ସଂହାରକ ମାନେ ପ୍ରକୃତରେ ଆସିବେ ଦୂତମାନେ, ଏମାନେ କଣ ଦେଖିବେ? ଇସ୍ରାଏଲ ଦେଶରେ ଯାହାର ଗୃହରେ ମଧ୍ୟ ଦୁଇ ବାଜବନ୍ଧ କପାଳିକାରେ ଯଦି ରକ୍ତ ଲାଗିଛି, ଏ ସଂହାରକ ମାନେ ସଂହାର ନ କରିକି ଆଗକୁ ବଢିବେ ଲେଖା ହେଇଛି। ସେଥିପାଇଁ ପରମେଶ୍ୱର ବର୍ତ୍ତମାନ ଇସ୍ରାଏଲ ଲୋକମାନଙ୍କୁ ବାହାର କରିକି ଆଣିଲେ, ଇସ୍ରାଏଲ ଲୋକମାନଙ୍କୁ ଯଦି ପ୍ରଭୁ ଦେଖିବେ ସବୁକୁ ମାରିଦେବେ। ଜଣେ ବି ଲୋକ ପ୍ରକୃତିରେ ବଞ୍ଚିବ ନାହିଁ। ଯୋଉ ଇସ୍ରାଏଲ ଲୋକମାନଙ୍କ ହୃଦୟ, ଇସ୍ରାଏଲ ଲୋକମାନଙ୍କର ବିଶ୍ୱାସ, ଆଉ ଇସ୍ରାଏଲ ଲୋକମାନେ ଯୋଉ ବଚସା କରୁଅଛନ୍ତି, ସେ ସବୁ ବିଷୟକୁ ପ୍ରଭୁ ଯଦି ଦେଖିବେ ଗୋଟେ ଗୋଟେ କରିକି, ଜଣେ ବି ଲୋକ ମିଶର ଦେଶରୁ କିଣାନ ଦେଶରେ ପ୍ରବେଶ କରିପାରିବେ ନାହିଁ। ମରୁ ପ୍ରାନ୍ତରେ ସବୁ ଲୋକକୁ ପ୍ରଭୁ ମାରିଦେବେ। କିନ୍ତୁ ପରମେଶ୍ୱର କଣ ଦେଖୁଛନ୍ତି ସେ ଜାଗାରେ? ଦ୍ୱାର ବନ୍ଧ ବାଜ ବନ୍ଧରେ ଦୁଇ ବାଜ ବନ୍ଧ କପାଳିକାରେ ରକ୍ତ ଲାଗିଛି ନା ନାହିଁ। ତା ମାନେ ପରମେଶ୍ୱର ଜଣକୁ ଦେଖିକି ଏ ଇସ୍ରାଏଲ ଲୋକମାନଙ୍କୁ ଛାଡୁଛନ୍ତି, ସେ ହେଉଛନ୍ତି ଯୀଶୁ। ସେଥିପାଇଁ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତକୁ ଦେଖିକି ଛାଡୁଛନ୍ତି। ସେଥିପାଇଁ ଏ ଏ ଜାଗାରେ ପ୍ରକୃତରେ ଏ ଫୁଂ ଶାବକ ଯୋଉ ବୋଧ କରାଯାଇଛି, ଏଇଟା ହଉଛି ଯୀଶୁଙ୍କର ପ୍ରତିଛବି। ଦୁଇ ବାଜବନ୍ଧରେ କପାଳିକାରେ ଯୋଉ ରକ୍ତ ପ୍ରକୃତିରେ ଲାଗିଛି, ଏଇଟା ହଉଛି ଯୀଶୁଙ୍କର ରକ୍ତକୁ ପ୍ରକୃତିରେ ବୁଝାଏ। ସେଥିପାଇଁ ଏହାକୁ ଯଦି ଆପଣମାନେ ଦେଖିବେ, ଦୁଇ ବାଜବନ୍ଧ କପାଳିକାରେ ଯୋଉ ରକ୍ତ ପ୍ରକୃତିରେ ଲାଗିଛି, ତାର ଯଦି ଭଲରେ ଯଦି ଦେଖିବେ କହିଲେ ସେଇଟା ହଉଛି କୃଷର ଚିହ୍ନ ହେଇଯିବ। କୃଷ କୃଷ ପରି ହେଇଯିବ। ସେଥିପାଇଁ ସଂହାରକ ମାନେ ହଉଛନ୍ତି କିଏ? ଈଶ୍ୱରଙ୍କର ଦୂତ ମାନେ। ଏମାନେ ଯୋଉ ସେ ରକ୍ତ ପ୍ରକୃତିରେ ଦେଖିବେ, ଯଦି ରକ୍ତ ଲାଗିନାହିଁ, ସଂହାରକ ମାନେ ଆଇବେ ସବୁକୁ ମାରିବେ। ଏ ପ୍ରକାର ଭାବେ ମିଶ୍ରରେ ପ୍ରକୃତିରେ ପ୍ରଭୁଙ୍କ ଦ୍ୱାରା ପ୍ରକୃତିରେ ବିଚାର ପ୍ରକୃତିରେ ଆସିଲା। ସେତେବେଳକୁ ପରମେଶ୍ୱର ଏ ଫାରାଓଙ୍କର ହୃଦୟରେ ପ୍ରକୃତିରେ ଭୟ ଦେଖେଇଲେ। ସେ ସମୟରେ ଫାରାଓ ପ୍ରକୃତିରେ ସମସ୍ତ ମଣ୍ଡଳୀକୁ ଛାଡ଼ିଦେଲା, ତମେ ଜଲ୍ଦି ବାହାର ହବ, ଜଲ୍ଦି ଏ ଜାଗା ଖାଲି କର ବୋଲି ଛାଡ଼ିଦେଲେ। ସେଥିପାଇଁ ସତରେ ଆମେ ଏ ବିଷୟକୁ ଚିନ୍ତା ଯେତେବେଳେ କରୁଛୁ, ଆଉ ଗଣନା ପୁସ୍ତକ ଯେତେବେଳେ ଆସୁଛୁ, ଲୋକମାନଙ୍କ ହୃଦୟ କେତେ କଠିନ ହେଇଛି। ଲୋକମାନେ ସତରେ ଶୁଣିବା ଲେଭେଲରେ ପ୍ରକୃତିରେ ନାହାନ୍ତି। କଣ୍ଟିନ୍ୟୁସଲି ସେମାନେ ପରମେଶ୍ୱରଙ୍କୁ ଅଭିଯୋଗ କରୁଛନ୍ତି, ଆଉ ଅନେକ ବିଷୟରେ କଥା କହୁଛନ୍ତି। ଏ ଜାଗାରେ କିଛି ବି ନାହିଁ, ନା ମାଂସ ଅଛି, ନା ପ୍ରକୃତିରେ ପିଆଜ ଅଛି, ନା କାକୁଡି ଅଛି, ନା ରସୁଣ ଅଛି। କିଛି ବି ପ୍ରକୃତିରେ ନାହିଁ। ସେ ମାନା ଛଡା କିଛି ମଧ୍ୟ ପାଉନୁ। ମାଂସ ଖାଇବା ପାଇଁ ଚାହିଁଲେ ମଧ୍ୟ ସେଠି ପରମେଶ୍ୱର ସେଠି ଭାଟୋଇ ପକେଇକି ଭରସେଇଲେ ଏକା ଆମେ ସେଇଟା ମଧ୍ୟ ସକାଳ ପର୍ଯ୍ୟନ୍ତ ରଖିପାରୁନୁ, ପୋକ ଲାଗୁଛି। ମାନ୍ନା ମଧ୍ୟ ପ୍ରକୃତିରେ ଆମେ ସକାଳ ପର୍ଯ୍ୟନ୍ତ ରଖିପାରୁନୁ। ସେଇଟା ମଧ୍ୟ ପ୍ରକୃତିରେ ପରମେଶ୍ୱର କେତେ ଥର ବର୍ଷଉଥିବେ? 2 ଥର, ସକାଳେ ଥରେ, ସନ୍ଧ୍ୟାବେଳେ ଥରେ ବର୍ଷଉଥିବେ। ତ ସେତିକି ମଧ୍ୟ ସେଇଟା ବି ଗୋଟେ ଦିନ 24 ଘଣ୍ଟା ପ୍ରକୃତିରେ ରଖି ହଉନାହିଁ। ତ ଲୋକମାନଙ୍କର ଜୀବନରେ ଦେଖିଲେ ବର୍ତ୍ତମାନ ଖାଲି ପ୍ରକୃତିରେ ଅଛି। କିନ୍ତୁ ଆଶ୍ଚର୍ଯ୍ୟ ଭାବରେ ସେଟା ଜଣେ ବି ଲୋକ ପ୍ରକୃତିରେ ମରୁନାହାନ୍ତି। କାହିଁକି ମରୁନାହାନ୍ତି? ଯେହେତୁ ପ୍ରଭୁ ସେମାନଙ୍କୁ ଏ ପ୍ରକାର ଖାଦ୍ୟ ଦେଇକି, ଏ ପ୍ରକାର ଅନୁଗ୍ରହ ଦେଇକି ପ୍ରକୃତିରେ କଢେଇକି ଆଣୁଛନ୍ତି। ସେଥିପାଇଁ ଗସ୍ପେଲ ପାଇଲା ପରେ, ଚର୍ଚ୍ଚକୁ ପ୍ରକୃତିରେ ଆସିଲା ପରେ, ପ୍ରଭୁଙ୍କର ସ୍ୱର ଶୁଣିଲା ପରେ ଆମେ କେମିତି ପ୍ରକୃତିରେ ଦେଖୁଛୁ ସେଟା ହଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ବେଳେ ବେଳେ ଆମମାନଙ୍କ ଲାଇଫର ବିଭିନ୍ନ ପ୍ରକାର ସମସ୍ୟା ଗୁଡାକ ଅଛି। ଆମେ ସହ୍ୟ ନ କରିପାରିବାଟା, ଆମେ ଗ୍ରହଣ ନ କରିପାରିବାଟା, ଆମେ ସେଟାକୁ ଅତିକ୍ରମ ନ କରିପାରିବାଟା, ଏ ପ୍ରକାର ଅନେକ ଗୁଡ଼ିଏ ବିଷୟ ଆମ ଜୀବନରେ ପ୍ରକୃତିରେ ଅଛି। କିନ୍ତୁ ଭାଇଭଉଣୀମାନେ, ଏ ସମସ୍ତ ବିଷୟ କାହିଁକି ପରମେଶ୍ୱର ଦେଇଛନ୍ତି? ଆଜି ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ତାଳି ଶୂନ୍ୟ ରୁଟି ଆଉ ପିତା ଶାକ ସହିତ ଧୂତ ହେଇଥିବା ମାଂସକୁ ପ୍ରକୃତିରେ ଭୋଜନ କର କହିଲେ। ତୁ କଣ ପାଇଁ କହିଲୁ? ଗୋଟେ କାରଣ, ମାଂସ ସହିତ ପିତା ଶାକ ଭୋଜନ କରିବାଟା ହଉଛି ପିତା ଶରୀର ପାଇଁ ଭଲ, କିନ୍ତୁ ପିତା ନେଇକି ପାଟିକୁ ଭଲ ନାହିଁ। ସେଥିପାଇଁ ପାଟି ପ୍ରକୃତିରେ ବାଛୁଛି, ନାଇଁ ଏଇଟା ମିଠା ମତେ ଭଲ ଲାଗୁଛି। ନା କିଏ କିଏ କହୁଛନ୍ତି ନାଇଁ ମତେ ଖଟା ଭଲ ଲାଗୁଛି। କିଏ କିଏ କହୁଛନ୍ତି ନାଇଁ ପିତା ଭଲ, ସରି ପାଟିକୁ ଭଲ ଲାଗୁନି କିନ୍ତୁ ଦେହ ପାଇଁ ସେଟା ଭଲ। ସେଥିପାଇଁ ଯୋଉ ଲୋକମାନେ ଆତ୍ମାର ଭଲ ପାଇଁ ଚିନ୍ତା କରିବେ, ଯୋଉ ଲୋକମାନେ ଆତ୍ମାଙ୍କ ପାଇଁ ପ୍ରକୃତିରେ ବଞ୍ଚିବେ, ସମସ୍ୟା ସେମାନେ କେମିତି ବାନ୍ଧି ପାରିବନି। ସେ ଲୋକ ବିନା ଚର୍ଚ୍ଚରେ, ବିନା ବାକ୍ୟ ଦ୍ୱାରା କେମିତି ବଞ୍ଚି ପାରିବ ନାହିଁ। ସେ ବିନା ବାକ୍ୟରେ ଖାଲି ହୃଦୟରେ କେମିତି ବଞ୍ଚି ପାରିବ ନାହିଁ। ତା ଜୀବନରେ କଣ କଣ ପ୍ରକୃତିରେ ବଡ ହବ ଜାଣିଛନ୍ତି? ନାଇଁ ମୋ ଜୀବନରେ ସବୁଠାରୁ ବାକ୍ୟ ବଡ ହବ। ନାଇଁ
ସମସ୍ୟା ତ ଅଛି, ପରିସ୍ଥିତି ତ ଅଛି, କିନ୍ତୁ ତାଠୁ ଗୁରୁତ୍ୱପୂର୍ଣ୍ଣ ହଉଛି ମୋର ହୃଦୟରେ ବାକ୍ୟ ସ୍ଥାପନ ହେବାଟା। ସେ କଣ ଦେଖିବ? ପ୍ରଭୁଙ୍କର ବାକ୍ୟକୁ ଫୋକସ କରିବ, ପରମେଶ୍ୱରଙ୍କ ଉପରେ ନିର୍ଭର କରିବ, ପ୍ରଭୁ ସେତେବେଳକୁ ଅନୁଗ୍ରହ ଦେବେ। ସମସ୍ୟା ସବୁବେଳେ ସ୍ଥଗିତ ହେଇକି ରହିବ ନାହିଁ। ଏଁ, ସେ ଗୋଟେ ସିଜନ ଯେମିତି 12 ମାସରେ ପ୍ରତ୍ୟେକ ସିଜନ ପ୍ରଭୁତ୍ୱରେ ଆସୁଛି, ଠିକ ସେହିପରି ମନୁଷ୍ୟ ଜୀବନରେ ମଧ୍ୟ ପ୍ରତ୍ୟେକ ମୁହୂର୍ତ୍ତରେ ସମସ୍ୟା ପରିସ୍ଥିତି ବଦଳିଯିବ।